ଶ୍ରାବଣୀ, ହେ ଶ୍ରାବଣୀ, ଶୁଣ। ଶୁଣ ଚେପା, ଆଗକୁ ମୋ ଜନ୍ମଦିନ ଆସୁଛି। ମୋ ପାଇଁ ଗୋଟେ ଭଲ ଗିଫ୍ଟ ଆଣିବୁ। ବର୍ଷକୁ ଥରେ ମୋ ଜନ୍ମଦିନ ଆସେ, ଜାଣିଛୁ ନା ନାଇଁ? ଆଉ କାହାର 2-3 ଥର ଆସୁଛି ନା କ'ଣ? ସମସ୍ତଙ୍କର ଜନ୍ମଦିନ ବର୍ଷକୁ ଥରେ ହିଁ ଆସେ। ହଉ, କ'ଣ ଗିଫ୍ଟ ନେବୁ କହୁନ? ମତେ ଗୋଟେ ଝୁଲା ବ୍ୟାଗ୍ ଦରକାର। ଓହୋ, ଝୁଲା ବ୍ୟାଗ୍? ସେଗୁଡ଼ାକ ଆମ ଘରେ ବହୁତ ଅଛି। ଆମର ସେଥିରେ ଦୋକାନରୁ ସାମାନ ଆସେ। ଝୁଲା ବ୍ୟାଗ୍ ମାନେ ଭେନିଟି ଆଣିଦେବୁ ତ? କଞ୍ଜୁସ କୋଉଠିକାର, ଗାଁରୁ ଆସିଛୁ ଆଉ। ଓହୋ, ଭେନିଟି ତ ଆଣିଦେବି। ଏଇଟା ଗୋଟେ କଥା। ଯଦି ଆଣିବୁନି ତାହେଲେ ମୋ ଅସଲ ରଙ୍ଗ ଦେଖିବୁ। ମୋ ସାଙ୍ଗରେ ଆଉ କଥା ହବୁନି। ଆଣିଦେବି ତ କହିଲି। ମନେ ପକେଇକି ଭେନିଟି ଆଣିଦେବୁ, ନହେଲେ ତୋ ସାଙ୍ଗରେ ମୁଁ ଆଉ ଜମା କଥା ହେବିନି। ଶ୍ରାବଣୀ, ଶୁଣ ନା। ଶ୍ରାବଣୀ, ହେ ଶ୍ରାବଣୀ, ଶୁଣ। ଆରେ ଚେପା, ଶ୍ରାବଣୀ କ'ଣ କହିଲା? ଶ୍ରାବଣୀ କହିଲା ତାକୁ ତା ଜନ୍ମଦିନରେ ଗୋଟେ ବଡ଼ ଭେନିଟି ଦରକାର। ହଉ, ଘରକୁ ଚାଲେ। ଆଣ୍ଟିକୁ ପଠେଇକି ପଇସା ମାଗିଦେବୁ। ସେ ପଇସାରେ ଗୋଟେ ଭେନିଟି କିଣି ଶ୍ରାବଣୀକି ଦେଇଦେବୁ। ହଉ ଚାଲେ। ବୋଉ, ବୋଲ, କ'ଣ କରୁଛୁ? ଏ ଘରର ଜିନିଷ ପତ୍ର ସଜାଡୁଛି। ମୋର ଆଉ କି କାମ କି? ତୁ ତ ଯାହା ଅଳିଆ କରିଛୁ। ବୋଉ, ମୋତେ ଦେ, ମୁଁ ଘର ଜିନିଷ ପତ୍ର ସଜାଡ଼ି ଦେଉଛି। କ'ଣ ଆଜି କ'ଣ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେଇଛି? ମୋ ଧନ କହିଲାଣି ଘର ସଜାଡ଼ିବ। ନାଇଁ ବୋଉ, କିଛି ନାହିଁ। ତୁ କେତେ କାମ କରିବୁ, ଥକି ଯିବୁଣି, ସେଥିପାଇଁ କହିଲି। ଦେ ମୁଁ କରିଦେବି। ଆରେ ସିଧା ସିଧା କହୁନୁ, ତୋର କ'ଣ ଦରକାର? ବୁଲେଇ ବଙ୍କେଇ କାହିଁ କହୁଛୁ? ବୋଉ, ମୋତେ 1000 ଟଙ୍କା ଦଉନୁ? 1000 ଟଙ୍କା? ଏତେ ଟଙ୍କା ତୁ କ'ଣ କରିବୁ? ବୋଉ, ମୋର କାମ ଅଛି, ତୁ ଦଉନୁ? ତୁ କ'ଣ ମୋତେ ଭଲ ପାଉନୁ କି? ଭଲ ପାଇ ବୋଲି କ'ଣ ଏତେ 1000 ଟଙ୍କା ଦେବି? ବୋଉ, ପ୍ଲିଜ୍ ଦେ। ନାଇଁ କିଛି ଦେଇ ହବନି। ନହେଲେ 500 ଟଙ୍କା ଦେ। ନାହିଁ। ନହେଲେ 400 ଟଙ୍କା। ନାଇଁ 5 ଟଙ୍କା କି 10 ଟଙ୍କା ନବୁ ଯଦି ତାହେଲେ ଦେବି। 5 ଟଙ୍କା 10 ଟଙ୍କା ନେଇକି କ'ଣ କରିବି? ଆରେ ଚେପା, ଆଣ୍ଟି ପଇସା ଦେଲେ କି ରେ? ନାଇଁ ରେ, ବୋଉ ପଇସା ଦେଲେନି ରେ। ତାହେଲେ ଏବେ ଗିଫ୍ଟ କେମିତି ଦେବୁ? ମୋ ପାଖରେ ଗୋଟେ ଭଲ ଆଇଡ଼ିଆ ଅଛି।